କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ। ବରଗଡ଼ ପୁରୁଣା ହସ୍ପିଟାଲର ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଆକ୍ରମଣ। ଜଣେ ବ୍ୟକ୍ତି ଛୁଆଙ୍କୁ ହସ୍ପିଟାଲକୁ ଚିକିତ୍ସା କରାଇବା ପାଇଁ ଆଣିଥିଲେ। ଡାକ୍ତର ଚିକିତ୍ସା କରିବା ପରେ ବ୍ୟକ୍ତି ଜଣଙ୍କର ବ୍ଲଡ୍ ପ୍ରେସର ଚେକ୍ କରିବା ପାଇଁ କହିଥିଲେ। ଡାକ୍ତର 10 ମିନିଟ୍ ଅପେକ୍ଷା କରିବା ପାଇଁ କହିବାରୁ ଷ୍ଟୁଲକୁ ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଡାକ୍ତରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବିଜେପି ନେତା ପ୍ରୀତମ ସିଂଙ୍କ ପୁଅ ଭିକି ସିଂ ବରଗଡ଼ ଡାକ୍ତରଖାନାରେ ପଶି କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଚିତ୍ର ଆପଣ ଦେଖୁଛନ୍ତି, କାର୍ଯ୍ୟରତ ଡାକ୍ତରଙ୍କୁ କୋଭଳି ଭାବେ ଆକ୍ରମଣ କରୁଛନ୍ତି ବ୍ୟକ୍ତି ଜଣକ। ବରଗଡ଼ ପୁରୁଣା ହସ୍ପିଟାଲର ଡାକ୍ତର ସୁଦୀପ୍ତ କୁମାର ରାଉତଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ସେ ଆହତ ହୋଇଛନ୍ତି। ଚିତ୍ର ମଧ୍ୟ ଆପଣ ଦେଖିପାରୁଛନ୍ତି। ଚାମ୍ବର ଭିତରେ ବ୍ୟକ୍ତି ଜଣକ କିଭଳି ଭାବେ ଡାକ୍ତରଙ୍କୁ ଆକ୍ରମଣ କରୁଛନ୍ତି। ଯେଉଁ ଷ୍ଟୁଲ୍ ଥିଲା ସେଥିରେ ସେ ଡାକ୍ତରଙ୍କୁ ଆକ୍ରମଣ କରିଥିବା କଥା କୁହାଯାଉଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଛି ଏବଂ କାର୍ଯ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନେଇ ଏବେ ଚର୍ଚ୍ଚା। ଆକ୍ରମଣରେ ଡାକ୍ତରଙ୍କ ମୁଣ୍ଡରେ ଆଘାତ ଲାଗିଥିବା କଥା କୁହାଯାଉଛି। ଯେ କାର୍ଯ୍ୟରତ ଡାକ୍ତର ଅଛନ୍ତି ତାଙ୍କୁ ଏ ଯୁବକ ଜଣକ ଆକ୍ରମଣ କରିଛନ୍ତି। ଆଜ୍ଞା ମୁଇଁ ହେଲି ଡକ୍ଟର ସୁଦୀପ୍ତ କୁମାର ରାଉତ, ମେଡିସିନ ସ୍ପେଶାଲିଷ୍ଟ ସିଏସସି ବରଗଡ଼। ଆଜି ରାତି 2 ବଜେ ଜଣେ ପେସେଣ୍ଟକୁ ନେଇକି ଜଣେ ଲୋକଟେ ଆଇଲେ। ସେ ଛୁଆର ଛାତିରେ ଯନ୍ତ୍ରଣା ହଉଥିଲା। ମୁଇଁ ତା ଚିକିତ୍ସା ତାକୁ ଟ୍ରିଟମେଣ୍ଟ ପ୍ରେସକ୍ରାଇବ କରିଦେଇକି ତାଙ୍କୁ ୱାର୍ଡ ଆଡ଼କୁ ପଠେଇଦେଲି। ଯେହେତୁ ତାଙ୍କୁ ଇଞ୍ଜେକ୍ସନ ଦରକାର, ତାଙ୍କ ସାଙ୍ଗରେ ଜଣେ ସିକ୍ୟୁରିଟିକୁ ପଠାଇଲି। ତାପରେ ସେ ଲୋକ ଜଣେ ଆସିକିରି ମତେ କହିଲେ, ସାର୍ ମତେ ଟିଭି ଦେଖବାର ଅଛି। ମୁଇଁ କହିଲି, ଆଜ୍ଞା ଆପଣ ଫଟୋରେ ଆସିଛ, ଟିକେ 10 ମିନିଟ୍ ବସିଯାଅ ଗୋଟେ ଜାଗାରେ, ଟିଭିଟା ଦେଖିଦେବି। ଏତିକି କଥାକୁ ସେ ଯେନ୍ ଷ୍ଟୁଲରେ ବସିଥିଲେ ସେ ଷ୍ଟୁଲକୁ ଉଠେଇକିରି ମୋ ମୁଣ୍ଡରେ ମାରିଦେଲେ। କେତେ ଥର ମାରିଛନ୍ ମତେ ମନେ ନାହିଁ ନା, କିନ୍ତୁ ସେଥିରେ ମୋର ମୁଣ୍ଡ ଫାଟିଛି ଆଉ ହାତ ଫାତରେ ବି ବାଜିଛି। ଆଉ ସେ ନାଇଟ୍ ଡ୍ୟୁଟିରେ ଥିଲେ। ମତେ କଲ୍ ଆସିଲା କି ସରକାର ମୋ ମୁଣ୍ଡକୁ ଜଣେ ପିଟି ଦେଇଛନ୍ତି, ମୋ ମୁଣ୍ଡ ଫାଟି ଯାଇଛି, ଇମିଡିଏଟଲି ଆସ। ତ ଆମେ ସାଙ୍ଗେ ସାଙ୍ଗେ ତାପରେ ମାନେ ଆମେ ବାକି ଯେଉଁମାନେ ଅଛୁ ଏଠି ବର୍ତ୍ତମାନ ସାଙ୍ଗେ ସାଙ୍ଗେ ମାନେ ହସ୍ପିଟାଲ ଗଲୁ। ହସ୍ପିଟାଲ ଗଲା ବେଳକୁ ଜାଣିଲୁ ଯେ ମାନେ ସାର୍ ଅଲରେଡ଼ି ପୋଲିସ ଷ୍ଟେସନ ଆସିଛନ୍ତି। ତେଣୁ ଆମେ ପୋଲିସ ଷ୍ଟେସନ ପହଞ୍ଚିଛୁ। ଆଉ ବର୍ତ୍ତମାନ ତାଙ୍କର ମାନେ ତାଙ୍କର ଏଫଆଇଆର ପାଇଁ ଆମେ ଫାଇଲ୍ କରିସାରିଛୁ। ଆଉ ଯେହେତୁ ତାଙ୍କର ସିଭିୟର ବ୍ଲିଡିଂ ଅଛି ଆଉ ଗୋଟେ 1 ଏପିସୋଡ ଅଫ୍ ମାନେ ଭୋମିଟିଂ ହେଇସାରିଲାଣି, ତେଣୁ ଆମେ ବର୍ତ୍ତମାନ ତାଙ୍କୁ ମାନେ ସିଟି ସ୍କାନ୍ ପାଇଁ ସେରା ପାଇଁ ନେବା ପାଇଁ ବ୍ୟବସ୍ଥା କରୁଛୁ। आज ठीक राति 2टा बेले गोटे व्यक्ति आसले पेसेंट धरिक आम छुआ गुटे बेले से छुआ संगे डॉक्टर कहले कि तुम्हें जो वार्ड के जो बेले से सडन आसिक फिर सार को कहले कि मोर बीपी टी नापी दन बोली बेले से बीपी नापला बेले सार कहले टिके तुम धेसा धेसा ही आसीज 10 मिनिट बस 10 मिनिट पर नापले ठीक बाहरबा बोली कहला बेले से व्यक्तिटा आमर काठ टेबुल जेन बसन से उठे डायरेक्ट मुहरे 2 थर मार दी